ଚନ୍ଦ୍ରବାବୁ ମୁଁ ଶୁଣିଲି ଆପଣଙ୍କର ଝିଆରୀଙ୍କର କ'ଣ ଦେହ ଖରାପ ହେଇଯାଇଛି, ଟାଇଫଏଡ୍ ହେଇଯାଇଛି। ଏବେ କେମିତି ଅଛନ୍ତି ସେ? ଆରେ କ'ଣ କହିବି, ମୁଁ ତାକୁ କାଲି ଫୋନ୍ କରିଥିଲି। ତା ଦେହ ଜମା ଭଲ ନାହିଁ, ଖାଉନି, କିଛି କରୁନି। କ'ଣ ହେଲା ତାର? ପିଲାଟା ହଇରାଣ ହେଉଛି। କ'ଣ କରିବା, କେମିତି ଖାଇବ, କେମିତି ଉଠିବ? ସେ ଏତେ ଭଲ ପିଲା, ଏତେ ସୁନ୍ଦର ଦେଖିବାକୁ, ଏତେ ଭଲ ପାଠ ପଢ଼ୁଛି। ମୋତେ ଲାଗୁଛି ସେଇଥିପାଇଁ ତାର ଏମିତି ଦେହ ଖରାପ ହେଉଛି। ନିହାତି କେହି ନା କେହି ନଜର କରିଦେଇଛନ୍ତି। ନା, ତାକୁ ନଜର ଦୃଷ୍ଟି ଆଜିକାଲି କ'ଣ ସିଏ ସବୁ ନାହିଁ। ନିହାତି ମୋତେ ଲାଗୁଛି ଦେହ କ'ଣ ଖରାପ ହେଇଯାଇଛି। ଆଜି ଖରାପ ହେଇଛି, କାଲି ଭଲ ହେଇଯିବ। ଆଉ କ'ଣ କରିବା, ଇଏ ସବୁ ଅନସାଇଣ୍ଟିଫିକ୍ କଥା ଭାବିକି ଆମ ପାଇଁ ଲାଭ ନୁହେଁ କିଛି। ଆମେ ତାର ପ୍ରତିକାର କରିବା, ତାକୁ ଭଲକି ଡକ୍ଟର ପାଖକୁ ନେଇକି ଯିବା, କିଛି କରିବା। ଇଏ ଅନ୍ଧବିଶ୍ୱାସ କ'ଣ ଆଜିକାଲି ଆଉ ଅଛି? ଯୁଗ ସାଙ୍ଗରେ ଏବେ ବଦଳିବାକୁ ପଡ଼ିବ। ଜୀବନ ଅଛି, କାହାର ଭଲ ହେବ, କାହାର ଖରାପ ହେବ। ଇଏ ଅନସାଇଣ୍ଟିଫିକ୍ କଥା ରଖି କାହାର ଲାଭ ହେବନି।